ବୁଟ ଡାଲି ସହିତ ବାଦାମ ବରା ତରକାରୀ ସେ ବି ବିନା ପିଆଜ ରସୁଣରେ ତିଆରି କରିଛି। ଥରେ ଏହି ରେସିପିକୁ ତିଆରି କରି ଟ୍ରାଏ କରନ୍ତୁ। ଭିଡ଼ିଓକୁ ସ୍କିପ୍ ନ କରି ପୁରା ଦେଖନ୍ତୁ। ଯଦି ଭଲ ଲାଗିବ ଲାଇକ୍ କରନ୍ତୁ ଆଉ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରି ମୋତେ ସପୋର୍ଟ କରନ୍ତୁ। ଯେହେତୁ ବିନା ପିଆଜ ରସୁଣରେ ଏହି ରେସିପି ତିଆରି କରୁଛି ସେଥିପାଇଁ ଏଠି ପ୍ରଥମେ ଟମାଟର, ତେଜପତ୍ର, ଅଦା, ଡାଲଚିନି, ଛୋଟ ଅଳେଇଚ, ଗୋଲମରିଚ ଏସବୁର ଗୋଟେ ସ୍ମୁଥ ପେଷ୍ଟ କରିନେବା। ଆଉ ଏପଟେ କରିବା ଚଣା ଡାଲି, ବାଦାମ, ଜିରା, କଞ୍ଚା ଲଙ୍କା ଆଉ ଅଳ୍ପ ଟିକେ ସ୍ୱାଦ ଅନୁସାରେ ଲୁଣ ଦେବା। ଆଉ ସେଥିରେ 1ରୁ 2 ଚାମଚ ପାଣି ଦେଇକି ତାର ଗୋଟେ ସ୍ମୁଥ ବେଟର ପ୍ରସ୍ତୁତ କରିବା ଯେମିତିକି ବରା ତିଆରି କରିହେବ। ସେଥିପାଇଁ ଏମିତି କାଠୁଆ କାଠୁଆ ରଖିଛି। ପାଣି 1ରୁ 2 ଚାମଚ ଦେଲି। ବେଶୀ ପାଣି ଦେଲେ ପାଣିଆ ହେଇଗଲେ ବରା ବିଲକୁଲ ବି ପ୍ରସ୍ତୁତ ହେବନି। କଢ଼େଇ ବସେଇକିନା ପ୍ରଥମେ ଝୋଳ ତିଆରି କରିନେବା। ଏହି ରେସିପି ବିନା ପିଆଜ ରସୁଣରେ ଅଛି। ଓଷା ବାର ବ୍ରତରେ ମଧ୍ୟ ତିଆରି କରିକିନା ଖାଇପାରିବେ। କଢ଼େଇ ଗରମ ହେଲା ପରେ ସୋରିଷ ତେଲ ଦେଲି। ତେଲ ଯେତେବେଳେ ଭଲ ଭାବରେ ଗରମ ହେଇଗଲା ତା ଉପରେ ବାଟିକି ରଖିଥିବା ମସଲା ଦେଇନେଲି। ମସଲାକୁ 1ରୁ 2 ମିନିଟ୍ କଷିଲି। କଷି ହେଇଗଲା ପରେ ଲଙ୍କା ଗୁଣ୍ଡ, କସୁରୀ ମେଥି, ଧନିଆ ଗୁଣ୍ଡ ଦେଇକିନା ତାକୁ କଷିବା। 2-4 ମିନିଟ୍ କଷିବା। ତେଲ ଯେତେବେଳେ ବାହାରି ଆସିବ ତାପରେ ସେଥିରେ ଅଳ୍ପ ଟିକେ ପାଣି ଦେବା କାରଣ ଏଠି ମସଲା ବହୁତ ଶୁଖିଲା ହେଇଯାଇଛି। ମସଲା ଲାଗି ନ ଯାଉ ସେଥିପାଇଁ ଟିକେ ପାଣି ଦେଇନେଲି। ଏବେ ଦେଉଛି କିଛି ଆଳୁ। ଆଳୁ ଏଠି ଅପସନାଲ୍ ଅଛି। ଆମେ ଓଡ଼ିଆ ମାନେ ସବୁ ରେସିପିରେ ତ ଆଳୁ ୟୁଜ୍ କରନ୍ତି। ଯଦି ଆପଣ ଆଳୁ ୟୁଜ୍ କରିବେନି ତାହେଲେ ସ୍କିପ୍ କରିପାରିବେ। ଆଳୁକୁ ଏଇ ଷ୍ଟେଜ୍ରେ ପକାଇ ନେଲି। ମସଲା କଷି ହେବା ସାଙ୍ଗରେ ଆଳୁ ବି ଭଲ ଭାବରେ ସିଝିଯିବ। ଆଳୁରେ ଅଳ୍ପ ଟିକେ ଲୁଣ ଦେଇକିନା ତାକୁ କଷିବା ଆଉ ମସଲାକୁ ବି ତା ସାଙ୍ଗରେ କଷି ହେଇଯିବ। କଭର କରିନେଉଛି। 5 ମିନିଟ୍ ପରେ କଭର କାଢ଼ୁଛି। ମସଲା ଦେଖନ୍ତୁ ଭଲ ଭାବରେ କଷି ହେଇଗଲାଣି। ତେଲ ବି ବାହାରି ଆସିଲାଣି। এই ଷ୍ଟେଜ୍ରେ ଦେବା ପାଣି। ଯେତିକି ଆମର ଝୋଳ ଦରକାର ସେହି ହିସାବରେ ପାଣି ଦେବା। ସବୁ ମିକ୍ସ କରିକି କଭର ଲଗାଇ ନେଲି। ଏବେ ଛାଣି ନେବା ବରା। ବରା ଛାଣିବା ପାଇଁ ଗୋଟେ ତାୱା ଗରମ କରିନେଲି। ଆପଣ ଏହି ବରାକୁ ଛାଣିକି ମଧ୍ୟ ପ୍ରସ୍ତୁତ କରିପାରିବେ। ମୁଁ ଏହାକୁ ତାୱାରେ ସେକା ବରା ପ୍ରସ୍ତୁତ କରୁଛି। ଅଳ୍ପ ଟିକେ ତେଲ ଦେଇକିନା ବରାକୁ ଏମିତି ଗୋଟେ ଗୋଟେ କରିକି ରଖି ନେଉଛି। ପକୁଡ଼ି କରିକି ମଧ୍ୟ ପକାଇ ପାରିବେ। ଯେମିତି ଡାଇରେକ୍ଟ ତେଲରେ ଫ୍ରାଏ କରିକିନା ପକୁଡ଼ି କରିକି ତରକାରୀ କଲେ ମଧ୍ୟ ବହୁତ ଟେଷ୍ଟି ଲାଗିଥାଏ। ଏମିତି କଲେ ମଧ୍ୟ ବହୁତ ଟେଷ୍ଟି ଲାଗିଥାଏ। ଏମିତି ଅଳ୍ପ ତେଲ ଖର୍ଚ୍ଚ ହୋଇଥାଏ। ସେମିତି ଡିପ୍ ଫ୍ରାଏ କଲେ ଟିକେ ଅଧିକ ତେଲ ଖର୍ଚ୍ଚ ହୋଇଥାଏ। କିନ୍ତୁ ଖାଇବା ପାଇଁ ଦୁଇଟା ଯାକ ବହୁତ ଟେଷ୍ଟି ଲାଗିଥାଏ। ବାଦାମ ଆଉ ଚଣା ଡାଲି ମିକ୍ସ କରିକି এই ବରାକୁ ଥରେ ତରକାରୀ କରିକିନା ଟ୍ରାଏ କରନ୍ତୁ। ବହୁତ ଟେଷ୍ଟି ଲାଗିବ। ଭାତ ସାଙ୍ଗରେ, ରୁଟି ସାଙ୍ଗରେ, ପରଠା ସାଙ୍ଗରେ ସବୁଥିରେ ଆପଣ ଏନ୍ଜୟ କରିପାରିବେ। এই ବରା ଗୁଡ଼ିକୁ କାଢ଼ି ନେଉଛି। ବାକି ବରା ମଧ୍ୟ এইଭଳି ଛାଣି ନେଲି। ଏପଟେ ମୋ ପାଣି ଫୁଟିଗଲାଣି ଯେଉଁଟା ଝୋଳ ଆମେ କରିଥିଲେ। ଏବେ ବରା ଗୁଡ଼ିକ ପକାଇ ନେଉଛି। ବରା ପକାଇ ସାରିଲା ପରେ ବେଶୀ ସମୟ ଫୁଟେଇବାନି ନହେଲେ ବରା ବେଶୀ ଫୁଟେଇଲା ପରେ ଫାଟିଯିବ, ଭାଙ୍ଗିଯିବ। ସବୁ ବରାକୁ ଏଇଠି ପକାଇ ନେଲି। ୟାକୁ ଏବେ କଭର ଦେଇକିନା 5 ମିନିଟ୍ ପାଇଁ ଫୁଟେଇବା। ମିକ୍ସ କଲା ପରେ ଏବେ କଭର ଲଗାଇ ନେଉଛି ଆଉ 5 ମିନିଟ୍ ଫୁଟିବା ପାଇଁ ଛାଡ଼ି ନେଉଛି। ଦେଖନ୍ତୁ ଏଇଭଳିଆ ଫୁଟିଗଲା। ଏବେ ଗ୍ୟାସ୍ ଫ୍ଲେମ୍କୁ ଅଫ୍ କରିନେଉଛି। ଥଣ୍ଡା ହେବା ପାଇଁ 5 ମିନିଟ୍ ଛାଡ଼ିବା। ତାପରେ ତାକୁ ଗରମ ଗରମ ରାଇସ୍ ସାଙ୍ଗରେ ସର୍ଭ କରିନେଲି। ବହୁତ ସୁନ୍ଦର ଟେଷ୍ଟ ହେଇଥିଲା। ବହୁତ ବଢ଼ିଆ ଲାଗିଲା। ଆଉ ବିନା ପିଆଜ ରସୁଣ ସାଙ୍ଗରେ ଏ ଅରୁଆ ଭାତ ସାଙ୍ଗରେ ମୁଁ ଏହାକୁ ଏନ୍ଜୟ କରିଥିଲି। ଆପଣମାନେ ମଧ୍ୟ ଥରେ ଏହି ରେସିପିକୁ ଟ୍ରାଏ କରି ଏନ୍ଜୟ କରନ୍ତୁ। ଭିଡ଼ିଓଟି ଯଦି ଭଲ ଲାଗିଛି ମୋ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ନିଜର ମତାମତ କମେଣ୍ଟ ବକ୍ସରେ ମୋ ସାଙ୍ଗରେ ସେୟାର କରନ୍ତୁ। ଆଉ ମୋ ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ମୋତେ ସପୋର୍ଟ କରନ୍ତୁ। ଆଉ ଫେସବୁକ୍ ପେଜରେ ଯଦି ଦେଖୁଛନ୍ତି ପେଜକୁ ଫଲୋ କରନ୍ତୁ।
ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।